হে তুম জয় সর্বত্র রে। আসিল তুমে শান্তি হই ধরারে, হেউ প্রভু হে তুম জয় সর্বত্র রে। প্রিয় শ্ରୋତା ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 11 ଅଧ୍ୟାୟର 28 ପଦରେ ଆମମାନେ ଏହିପରି ପାଠ କରୁ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ଈଶ୍ୱରଙ୍କର ବ୍ୟବସ୍ଥା ତଥା ମନୁଷ୍ୟର ବିବେକର ବ୍ୟବସ୍ଥା ମନୁଷ୍ୟକୁ ପାପ କରିବାକୁ ସର୍ବଦା ବାରଣ କରେ ଓ ବାଧା ଦିଏ। ମନୁଷ୍ୟ ନିଜର ପାପ ସ୍ୱଭାବ ହେତୁ ଭାବେ ଯେ ଏହା ତା ପାଇଁ ବୋଝ ସଦୃଶ। ତାହା ସେ ଜଞ୍ଜିର ପରି ଯାହା କ୍ରୀତଦାସମାନଙ୍କୁ ବାନ୍ଧି ରଖେ। ଏଥିପାଇଁ ସେଗୁଡ଼ିକୁ ଛିଣ୍ଡାଇ ଦେବା ପାଇଁ ସେ ଇଚ୍ଛା କରେ, ଅର୍ଥାତ୍ ସେ ତାହାର ଅଧୀନରେ ରହିବାକୁ ଚାହେଁ ନାହିଁ, ଯେପରି ସେ ନିଜର ପାପ ଦ୍ୱାରା ପ୍ରଭାବିତ ଲାଳସା ପୂରଣ କରିପାରେ। ପାପର ପରିଣାମ ନର୍କର ଦଣ୍ଡ ଅଟେ, ପୁଣି ମନୁଷ୍ୟ କଦାପି ଏଥିରୁ ରକ୍ଷା ପାଇପାରେ ନାହିଁ। ଏଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ମନୁଷ୍ୟକୁ ଆପଣା ନିକଟକୁ ଡାକନ୍ତି। ମନୁଷ୍ୟକୁ ପାପ ଓ ପାପର ପରିଣାମରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣାକୁ କ୍ରୁଶରେ ବଳିଦାନ କଲେ। ପୁଣି ସେ ତୃତୀୟ ଦିନରେ ମୃତ୍ୟୁରୁ ଉତ୍ଥିତ ହେଲେ। ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ନିଜର ପାପରୁ ମୁକ୍ତି ପାଏ। ତେବେ ଆପଣ ନିଜର ପାପ, ପାପର ପ୍ରଭାବ ଓ ପରିଣାମରୁ ମୁକ୍ତି ପାଇବାକୁ ଚାହାନ୍ତି ନାହିଁ କି?